ଆଜି ଆରମ୍ଭ ହେବାକୁ ଯାଉଛି ଭାରତ ପାକିସ୍ତାନ ମହାମୁକାବିଲା। ଏମିତି ରହିବ ଟିମ୍ ଇଣ୍ଡିଆର ପ୍ଲେଇଂ 11। ଆରମ୍ଭ ହୋଇସାରିଛି ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଚାଲିଛି ଲଢେଇ। ଭାରତର ତାର ପ୍ରଥମ ମୁକାବିଲାରେ ଦୁର୍ବଳ ୟୁଏଇକୁ ଅତି ଦୟନୀୟ ଭାବେ ପରାସ୍ତ କରି ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ତେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ରହିଛି, ଯାହାକି ଆଜି ଖେଳାଯିବ। ତେବେ ପାକିସ୍ତାନ ବିପକ୍ଷରେ ଭାରତ ପ୍ଲେଇଂ 11 କିଭଳି ରହିବ ତାହାକୁ ନେଇ ବଡ଼ ଚର୍ଚ୍ଚା ହେଉଛି। ଭାରତ ଏବଂ ପାକିସ୍ତାନ ଉଭୟ ଟିମ୍ ଏସିଆ କପ୍ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚରେ ଚମତ୍କାର ବିଜୟ ହାସଲ କରିଛନ୍ତି। ଏବେ ପରସ୍ପର ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତ ଏବଂ ପାକିସ୍ତାନ ଦଳ ରବିବାର ଅର୍ଥାତ୍ ଆଜି ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ମ୍ୟାଚର ବିଜୟୀ ଦଳ ସୁପର 4ରେ ପହଞ୍ଚିବାର ସମ୍ଭାବନା ବୃଦ୍ଧି କରିବ। ଉଭୟ ଦଳ ପରସ୍ପର ଠାରୁ ହାରିବାକୁ ଚାହାନ୍ତି ନାହିଁ। ଟିମ୍ ଇଣ୍ଡିଆ 8 ଥର ଟାଇଟଲ ଜିତିଥିବା ବେଳେ ପାକିସ୍ତାନ 2 ଥର ଟାଇଟଲ ହାତେଇଛି। ଦୁବାଇର ପରିସ୍ଥିତି ଉଭୟ ଦଳର ସ୍ପିନର ମାନଙ୍କୁ ଲାଭଦାୟକ। ଏହା ଫଳରେ ହାଇ ଭୋଲ୍ଟେଜ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସଠିକ୍ ପ୍ଲେଇଂ 11 ବାଛିବା। ଆସନ୍ତୁ ନଜର ପକାଇବା ଭାରତ ଏବଂ ପାକିସ୍ତାନ ସମ୍ଭାବ୍ୟ ପ୍ଲେଇଂ 11 ଉପରେ। ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ପ୍ଲେଇଂ 11 ବିଷୟରେ ବହୁତ ଆଲୋଚନା ହେଉଛି, ବିଶେଷ କରି ଅର୍ଶଦୀପ ସିଂହଙ୍କ ସ୍ଥାନ ବିଷୟରେ। ଶୁଭମନ ଗିଲ ଏବଂ ଅଭିଷେକ ଶର୍ମା ୟୁଏଇ ବିପକ୍ଷରେ ପ୍ରଥମ ମ୍ୟାଚରେ ଓପନିଂ କରିଥିଲେ। ଏପରି ପରିସ୍ଥିତିରେ ସେମାନେ ପାକିସ୍ତାନ ବିପକ୍ଷରେ ମଧ୍ୟ ଓପନିଂ କରୁଥିବାର ଦେଖିବେ। ସେହିଭଳି ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମସନ ଏବଂ ଶିବମ ଦୁବେ ବ୍ୟାଟିଂ କରିବାର ସୂଚନା ରହିଛି। ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଏବଂ ଶିବମ ଦୁବେ ଦଳକୁ ସନ୍ତୁଳିତ କରିବେ। ସଞ୍ଜୁ ସାମସନ ଜଣେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ସ୍ପିନର ଭୂମିକା ଗ୍ରହଣ କରିବେ। ବୋଲିଂ ବିଭାଗରେ ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ରହିପାରନ୍ତି। ଅର୍ଶଦୀପ ସିଂହଙ୍କ ଖେଳିବାର ସମ୍ଭାବନା କମ। ଭାରତର ସମ୍ଭାବ୍ୟ ଏକାଦଶ ଶୁଭମନ ଗିଲ, ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ, ସଞ୍ଜୁ ସାମସନ ୱିକେଟ କିପର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଖେଳିବାର ସୂଚନା ରହିଛି। ପାକିସ୍ତାନର ସମ୍ଭାବ୍ୟ ଏକାଦଶ ସାମ ଆୟୁବ, ସାହିବଜାଦା, ଫରହାନ, ମହମ୍ମଦ ହାରିସ ୱିକେଟ ରକ୍ଷକ, ଫରକ ଜମାନ, ସଲମାନ ଆଗା ଅଧିନାୟକ, ହସନ ନୌଜା, ମହମ୍ମଦ ନୌଜା, ଫହିମ ଅଶରଫ, ହାସିନ ଆଫ୍ରିଦ, ସୁଫିଆନ ମୁକରିମ, ଅବରାର ଅହମଦ ଏନେ ଖେଳିବାର ସୂଚନା ମିଳୁଅଛି। ଆପଣମାନେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।